10টা গুনবো। जय जगन्नाथ। रामं लक्ष्मणं पूर्वजं रघुवरं सीतापतिं सुन्दरं काकुत्स्थं करुणाकरं गुणनिधिं विप्रप्रियं धार्मिकं राजेन्द्रं सत्यसन्धं दशरथतनयं श्यामलं शान्तमूर्तिः वन्दे लोकाभिरामं रघुकुलतिलकं राघव रामनाथं नीलाम्बुजश्यामलकमलाङ्गं सीतासमारोहितवामभागं पाणौ महासायकचारुचापं नमामि रामं रघुवंशनाथं। प्रभुकर आदिर मंदिर रे बसु बसु एते शांति लगुच जमी ये रहा इच्छा हो जो भाई प्राकृतिक परिवेश आ तो अनन्य शांति लगुच प्रभुकर ये मंदिर। प्रभु कौशल्या नंदन अयोध्या नरपति दशरथ सुत भक्त वत्सल प्रदान रंजक राजा से भगवान रामचंद्र विजयस्थली मु बाटर जाऊँगी किंतु प्रभुकर गोटे करेन्ट केमती गोटे स्विच टाड़ा भाया लगे प्रभु को तो देखा मतलब इच्छा हम जाए मंदिर की आसी आपण मैंने देखो केते सुंदर एते दूर बापा नबू फटोटा दूर नहीं प्रभुंर मंदिर बढ़िया सुंदर होती आमर ये ग्रामांचल एभलिया सूक्ष्म कारुकार्य मंदिर देखा प्रायतः विरल एवं अवश्य प्राय स्थान है
କିନ୍ତୁ ଇଏ ହେଉଛି ଏକ ଅନନ୍ୟ ମନ୍ଦିର। କଟକଠାରୁ ମାତ୍ର 10 କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ। ତଥାପି ଏହି ମନ୍ଦିର ପ୍ରାଙ୍ଗଣରେ ମୁଁ ଭାବୁଛି ଆପଣମାନଙ୍କୁ ଗୋଟିଏ କ୍ଷୁଦ୍ର ବୃତ୍ତାନ୍ତ ଦିଏ କହିବା ପାଇଁ। ଆପଣ ଯଦି ସମୟ ଦେଇକି ଶୁଣିବେ ଏବଂ ତାର ସୁଫଳ ଯଦି ଆପଣମାନଙ୍କୁ ମିଳିଲା ତ ମୋର ମଧ୍ୟ ପରିଶ୍ରମ ସଫଳ ହୋଇଯିବ। କଥାଟା ହେଉଛି କ'ଣ ନା, ଜଣେ ରାଜା ଥିଲେ। ଅନନ୍ତ ଟିକେ ଜୁମ୍ କର। କଥାଟା ହେଉଛି କ'ଣ ନା, ଜଣେ ରାଜା ଥିଲେ। ସେ ଜଣେ ହେଉଛନ୍ତି ଦିଗ୍ବିଜୟୀ ସମ୍ରାଟ। ଦିଗ୍ବିଜୟୀ ସମ୍ରାଟ ତାଙ୍କର ସୁଦକ୍ଷ ପାତ୍ରମନ୍ତ୍ରୀ ଏବଂ ତାଙ୍କର ସେନାପତି ମଧ୍ୟ ସେଇଭଳିଆ ବଳିଷ୍ଠ ସେନାପତି। ତାଙ୍କର ସୈନ୍ୟବାହିନୀ ସୁଦୃଢ଼। ତେଣୁ ସେ ଆଖପାଖ ଯେତେ ସବୁ ରାଜ୍ୟ ଥିଲେ ସବୁ ଜିତିବାକୁ ଲାଗିଲେ ଏବଂ ଧୀରେ ଧୀରେ ମଧ୍ୟ ଅନେକ ରାଜ୍ୟ ସେ ଜିତିଲେ। ଜିତିଲା ପରେ ଦିନେ ରାଜା ଫେରୁଥିବା ସମୟରେ ଗୋଟିଏ ସନ୍ଧ୍ୟା ସମୟରେ ଗୋଟିଏ ପାହାଡ଼ର ପାଦଦେଶରେ ସାଙ୍ଗେ ସାଙ୍ଗେ ତମ୍ବୁ ଶିବିର କରାଗଲା। ସେଇଠି ମହାରାଜା ବିଶ୍ରାମ ନେଲେ। ଯଦି ବିଶ୍ରାମ ଧୂଳି ଲାଗିଛି, ଶୀତ ହେବନି ଯେମିତି, ଆଉ ଶିକାର କରିକି ସେ ଯେଉଁ ମାଂସ ଭିତରେ ପୋଡ଼ା ହେଉଛି ସେଥିରେ ମଧ୍ୟ ବସିକି ଖାଇବେ। ସବୁ ପ୍ରକାର ସୁବିଧା ହେଇଛି। ଜଣେ ରାଜକୀୟ ଭୋଗ୍ୟ ଜିନିଷ ଯେତେ ଯାହା ତାଙ୍କ ପାଖରେ କିଛି ବି ଅଭାବ ନାହିଁ। ତେଣୁ ତାଙ୍କ ପାଖରେ ସବୁ ତାଙ୍କ ପାଇଁ ଆୟୋଜନ କରାଯାଇଛି। ସମସ୍ତେ ଖାଇ ପିଇକି ଶୋଇଲେ। ଠିକ୍ ମଧ୍ୟରାତ୍ରି ସମୟରେ ରାଜାଙ୍କୁ କେମିତି ନିଦ ଲାଗିଲାନି। ହଠାତ୍ କାହିଁକି ନିଦ ଲାଗିଲାନି? ଯଦି ଆପଣଙ୍କୁ ହଠାତ୍ ଆପଣ ନିଦରୁ ଉଠି ପଡ଼ୁଛନ୍ତି, ଆପଣ ଜାଣିବେ ଆପଣଙ୍କର କିଛି କଷ୍ଟ ଦୂର ହୋଇଯିବ। ଆପଣଙ୍କର ଭାଗ୍ୟ ଆପଣଙ୍କୁ ଉଠଉଛି। ଆପଣଙ୍କ ଭାଗ୍ୟ ଆପଣଙ୍କୁ ଉଠାଉଛି କିମ୍ବା କୌଣସି ମହାନ ଶକ୍ତି ଆପଣଙ୍କୁ ଜାଗ୍ରତ କରିବା ପାଇଁ ଚାହେଁ। ତ ସିଏ କ'ଣ କଲେ, ପଦଚାରଣା କଲେ। ଏମିତି ରାଜାମାନେ କିଛି ପଛକୁ ହାତ ଦେଇକି ଏମିତି କିଛି ବାଟ ଯିବେ, ପୁଣି ସେଇଠି ପୁଣି ଫେରିବେ, ପୁଣି ସେମିତି ଯିବେ। ତାକୁ କୁହାଯାଏ ପଦଚାରଣା। ଚାରଣା କରୁ କରୁ ପାହାଡ଼ ପର୍ବତ ଆଡ଼େ ଟିକେ ଦୃଷ୍ଟି ନିକ୍ଷେପ କଲେ। ଗୋଟେ ପାହାଡ଼ରେ ଗୋଟେ ଦିବ୍ୟ ନୀଳାଭ ଆଲୋକ ଦେଖିବାକୁ ସେ ପାଇଲେ। ସେ ଗୋଟେ ଚିନ୍ତା କଲେ, ଯଦି ସାଧାରଣ ନିଆଁ ହେଇଥିଲା ଏମିତି କ'ଣ ଦେଖାଯାଉଛି। ତେଣୁ ସେ ଜଣେ ତାଙ୍କ ମନ୍ତ୍ରୀକୁ ଉଠେଇଲେ। କାହିଁକି ନା 16 ଗୁଣେ ରାଜା ହେଲେ 32 ଗୁଣେ ମନ୍ତ୍ରୀ। ଯିଏ କହିଛନ୍ତି ମହାପୁରୁଷ ଯେ ରାଜା ଯେତିକି ଚାଲାକ ଚତୁର ତାଙ୍କଠାରୁ 2 ଗୁଣା ହେଉଛନ୍ତି ମନ୍ତ୍ରୀ। ତେଣୁ ମନ୍ତ୍ରୀକୁ ସେ ଉଠେଇ କଲେ, ମନ୍ତ୍ରୀ କର ଦେଖିବ ସେ ଆଲୋକଟା କ'ଣ ଏମିତି ମୋତେ ଦେଖାଯାଉଛି। ଏଇଟା କ'ଣ ଦେଖାଯାଉଛି? ଗୋଟେ ସାଧାରଣ ଅଗ୍ନି ଜଳୁଛି। ମୁଁ ତ ଶୁଣୁଥିଲି ଯେ ସେ ପାହାଡ଼ରେ କୌଣସି ସାଧୁ ବାବା ରହୁଛନ୍ତି ବୋଲି, ଆଉ ଏଇ ଶୀତ କାରଣରୁ ସେ ସେଠି ଅଗ୍ନି ଜାଳୁଥିବେ ଆଉ କ'ଣ। ତାପରେ ସେ ସେନାପତିଙ୍କୁ ଉଠିଲେ। ସେନାପତି ମଧ୍ୟ ସେଇ କଥା କହିଲେ। ରାଜା ଅନୁଭବ କଲେ ଯେ ପ୍ରକୃତରେ ମୁଁ ଯାହା ଦେଖୁଛି ମନ୍ତ୍ରୀ ତାହା ଦେଖିପାରୁନାହାନ୍ତି, କି ସେନାପତି ମଧ୍ୟ ତାହା ଦେଖିପାରୁନାହିଁ। ତ ସେଠୁ ଶୋଇପଡ଼ିଲେ। ସକାଳ ହେଲା। ସେଠୁ କହିଲେ, ଆଉ ମୁଁ ସେଇ ମହର୍ଷି ଯେ ଦେଖା କରିବାର ଅଛି, ଯେ ଦର୍ଶନ କରିବା ପାଇଁ ଉଚିତ ବୋଲି ଭାବୁଛି। ଆସିଛି ଯେତେବେଳେ ତାପରେ ସେ ଗଲାବେଳକୁ ସେ ପାହାଡ଼ଟା ମାନେ ଏମିତି ଉପତ୍ୟକା ହେଇକି 3 ଭାଗ ହେଇଛି। ପୁରା ଉପର ପାହାଡ଼ରେ ଶୀର୍ଷ ଭାଗରେ ବାବାଜୀ ତାଙ୍କ ମଠ କରିକି ଅଛନ୍ତି। ଇଏ ଖଣ୍ଡେ ବାଟ ଯାଇଛନ୍ତି, ତାଙ୍କ ଜଣେ ଶିଷ୍ୟ ହଠାତ୍ ତାଙ୍କୁ ଦେଖାଗଲେ। ଅଦୃଶ୍ୟରୁ ମୁଁ ହଠାତ୍ ତାଙ୍କୁ ନେପଥ୍ୟରୁ ଦର୍ଶନ ଦେଲା ଭଳିଆ ଦେଲେ। କହିଲେ, ମହାରାଜ ରହିଲା। ସେ କହିଲେ, ଆଜ୍ଞା ନା, ଆପଣଙ୍କୁ ଆମ ଗୁରୁଦେବ ଦେଖିପାରିଛନ୍ତି ଦୂରରୁ, ତେଣୁ ଆପଣ ତାଙ୍କୁ ଦର୍ଶନ କରିପାରିବେନି। ନା କାହିଁକି? ନା ଆପଣ ଉପଯୁକ୍ତ ପୋଷାକ ପିନ୍ଧିକି ଆସିବେ। ସେ ଦେଖିଲାବେଳେ ତାଙ୍କ ପୋଷାକରେ ସବୁ ହୀରା ସୁନା ଫୁନା ସବୁ ଲାଗିଛି। ସେ କହିଲେ, ପ୍ରକୃତରେ ମୁଁ ରାଜକୀୟ ପୋଷାକରେ ଜଣେ ତ୍ୟାଗୀଙ୍କୁ ଆଉ ଜଣେ ଭୋଗୀ ଯାଇକି ଦର୍ଶନ କରିବ, କେମିତି ସମ୍ଭବ ହେବ? ତେଣୁ ମୁଁ ଜଣେ ରାଜା ହିସାବରେ ତ ଗଲେ, ସିଏ ତ ରାଜାଙ୍କ ରାଜା। ବାବାଜୀ ସାଧୁମାନେ ହେଉଛନ୍ତି ରାଜାଙ୍କ ରାଜା, ମହାରାଜ। ତେଣୁ ମୁଁ ତାଙ୍କୁ କେମିତି ଭାବରେ ଏପରି ଭାବରେ ଦର୍ଶନ କରେ। ଠିକ୍ ଅଛି। ସେ ସେଠୁ କ'ଣ କଲେ, ଗେରୁଆ ବସ୍ତ୍ର ପରିଧାନ କଲେ।
सामान्य साधु मान जो गेरुआ वस्त्र प्रधान कर गला बेलू पुनर्बार से आउ जड़े चेला आसिक कहले महाराज आपण आम गुरुदेव को दर्शन करें ना कहीं ना आम गुरुदेव आपन को दूर देखी आपण उपयुक्त पोशाक पिंधिक आउ कौन उपयुक्त पोशाक से साधा सिंपल साधारण लोकर पोशाक पिंधिक गले तथापि महर्षि आउ जड़े चेला आसिक से गोटे संकेत देखिए राजा एथर कांद कांद हो शिविर को लेउकी आस मंत्री कहले महाराज कौन है ना ये से महर्षि ये मत कहते ना 5 मिनिट समय देवे से बाबाजी जट धरिकी घोषारिकी धरिकी आसबि आप से सामान्य गोटे बाबाजी एत साहस से महाराज को ये कथा कही पारुछ महाराज कांदी पकड़े कहले मंत्री आपण एमती केते राजा महाराजा को चुटी धरी बेक काटी घोषाड़ी मो पाद तले आनिक लोटे किंतु ये पर जड़े निस्व जड़े दरिद्र बाबाजी या तमें बाड़े की घोषाड़ी मो पाखक आने कौन बहादुरी मोर हो मुझे केते राजा को जय करते हीरा पोशाक मोर लगे चेका चेका कर सामान्य गोटे बाबाजी बाड़े आने कौन से कथा नुहे प्रकृत में मुझे दर्शन कर मोर योग्यता ना ये कांद कांद बुझे ठीक से नेपथ्य से महर्षि दृश्य से देखिपारे से कहले महाराज यही देश में आप सुंदर देखा कहीकि मो पुओ बोली बा मम वत्स बोली कहीकि कोड़े पकड़े महाराज पाद तले पड़गले कहले आउ ये युद्ध बंद कर जीव अहिंसा मन दि सत्य शांति दया क्षमार मन दि समस्ते तुम भाई भाई समस्ते ईश्वर संतान यही नीति उद्बुद्ध हो जनमंगल कार्य करने उद्बुद्ध हो महाराज से आनंदित हो घर को फेरिले। जय जगन्नाथ।